ଭାରସାମ୍ୟ ହରାଇ ଓଲଟିଲା ବସ୍। ଜୁହାର ମୁଇଁ ରୁଦ୍ର, ଆପଣମାନେ ନ୍ୟୁଜ୍ 26 ସ୍ୱାଗତ। ନୂଆପଡ଼ା ଜିଲ୍ଲା ଖରିଆର ଠାରେ ଥିବା ମହାତ୍ମା ଗାନ୍ଧୀ ବିଜ୍ଞାନ ଉଚ୍ଚ ବିଦ୍ୟାଳୟ ଗ୍ରୀଷ୍ମକାଳୀନ କୋର୍ସ କରିବାକୁ ଯାଉଥିବା ସମୟରେ ଖରିଆରୁ ଭବାନୀପାଟଣା ରାସ୍ତାର ସିନ୍ଦେକେଲା ନିକଟସ୍ଥ ଶୁଣ୍ଢିମୁଣ୍ଡାଠାରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଛାତ୍ରୀମାନେ ବସିଥିବା ବସ୍ଟି ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିବା ବେଳେ ବସ୍ରେ 2 ଜଣ କର୍ମଚାରୀ ସହ 47 ଜଣ ଛାତ୍ରୀ ଥିଲେ। 2 କର୍ମଚାରୀଙ୍କ ମଧ୍ୟରେ କଲେଜର ଅଧ୍ୟକ୍ଷା ରୁବି ପ୍ରଧାନ ଏବଂ ଅଧ୍ୟାପକ ଭେଙ୍କଟ ସତନାମୀ ଥିଲେ। ରୁବି ପ୍ରଧାନଙ୍କ କାନରେ ଆଘାତ ଲାଗିଥିବା ବେଳେ ଭେଙ୍କଟଙ୍କ ଗୋଡ଼ ଭାଙ୍ଗିଛି ଏବଂ ଗାଡ଼ି ଚାଳକ ଅଧିକ ଗୁରୁତର ଥିବାବେଳେ ଅଧ୍ୟାପକ ଗାଡ଼ି ଚାଳକକୁ ରାୟପୁର ସ୍ଥାନାନ୍ତର କରାଯାଇଛି। ଛାତ୍ରୀମାନଙ୍କ ମଧ୍ୟରୁ 3 ଜଣ ଛାତ୍ରୀ ଆଘାତ ପାଇଥିଲା ବେଳେ ଖଡ଼ିଆଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି। ସମସ୍ତ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ଠିକ୍ ଥିବା ଡାକ୍ତର ସୂଚନା ଦେଇଛନ୍ତି।